ଆଜି ଶୁଣିବା ଉପନ୍ୟାସ ହରିଜନ ଭାଗ 14। ଉପନ୍ୟାସିକ ଗୋପୀନାଥ ମହାନ୍ତି। ସନିଆର ପାଦ ପବନରେ ପୁନି ତାହାରି ସେ ଥିଲା ତାହାରି ହୋଇଛି। ମଝିରେ ପୁନି ବୋଉ ବାଡ଼ ପକେଇଥିଲା ଖାଲି ସରଗ କଳିବାକୁ। ପୁନି ବାଡ଼ ଡେଇଁଛି। ସନିଆର ସୋଗ ବାଡ଼ ଟପିଛି। ଉବେଇ ଟୁବେଇ ମନରେ ପାଞ୍ଚି ବସିଲା କ'ଣ ସେ କରିବ। ଯହିଁରେ ତା ମନର ଆନନ୍ଦ ଧାର ପାଇ ଗଡ଼ିଯିବ କଳ୍ପନାର ଗହୀରେ ଗହୀରେ। ସେଇଦିନ ତ ମଇଳା ଗାଡ଼ି ଆଗରେ ଥୋଇ ପୁନିକୁ ସେ ଉଡ଼ାଇ ନେଇ ଯାଇଥିଲା ସର୍ବସାଧାରଣ ପାଇଖାନା ଆଡ଼କୁ। ଗନ୍ଧ ଆଉ ମାଛି ଆଖପାଖରେ ସଣର ସଣର ହୋଇ ନିଆଁସରେ ଥୋମଣିକୁ ଟେକି ଘୁଷୁରିଟା ଲେଉଟି ଆସୁଥିଲା। ପାଖର ମଇଳା ପାଣି ଗାତ ଭିତରେ କାଦୁଅରେ ଜୁଡ଼ୁବୁଡ଼ୁ ହୋଇ ଅଣ୍ଟାଏ ଯାକେ ପାଣିରେ ବସି ପଡ଼ିଥିଲା ଧେଡ଼ କୁତିଟିଏ। ସେଠି କୋଇଲି ବୋବାଏ ନାହିଁ, ଝରଣା କୂଳିଆ ବାଉଁଶ ବଣରୁ ଭାସି ଆସେ ନାହିଁ କବିକାନିଆ ଛନ୍ଦ। କେବଳ ସେ ଆଉ ପୁନି। ମୁଣ୍ଡକୁ ପାଗଳାମି ଚଢ଼ିଥିଲା ପୁନି ତାରି। କ'ଣ ତାଠୁ ସେ ପାଇବାକୁ ଆଶା କରେ? ସେ ଗୋଟାଏ କିଛି ଜିନିଷ ନୁହେଁ। କେବଳ ଦେହ ନୁହେଁ କି ମନ ନୁହେଁ କି ସ୍ମୃତି ନୁହେଁ, ଅଥଚ ସବୁ। ଗୋଟା ସୁଦ୍ଧା ଗିଳି ପକାଇବାକୁ ମନ ହୁଏ। ତାର ଆପଣା ବାହାରେ ପୁନିର ସତ୍ତା ରହନ୍ତା ନାହିଁ। କିନ୍ତୁ ସେତିକି ହେଲେ ବି ଶାନ୍ତି ନାହିଁ। ସେ ପୁନିକୁ ଏକା ସଙ୍ଗେ ଚାହେଁ ଭିତରେ ବାହାରେ। ନିଜର ଆବଶ୍ୟକତାକୁ କଳି ପାରେ ନାହିଁ। ନେଇ ନେଇ ମନ ପୂରେ ନାହିଁ, ଦେବାକୁ ମନ ହୁଏ। ସେତିକି ପ୍ରତିକ୍ରିୟା ବିନା ତାର ବ୍ୟକ୍ତିତ୍ୱ ଅସ୍ୱୀକାର କରେ। ଯେ ଅନୁଭୂତି ଗ୍ରହଣ କରିବାକୁ ତାର ଦେହ ବା ମନ ସ୍ପର୍ଶକ୍ଷମ। ଯେଉଁ ଆନନ୍ଦର ଜନ୍ମ ହେବା କାର୍ଯ୍ୟରୁ ସେ ରୁନ୍ଧି ହୋଇ ରହିଥିବା ଆନନ୍ଦକୁ ପ୍ରକାଶ କରିବାକୁ ସନିଆକୁ ଦିଶେ ଗୋଟାଏ ବାଟ, ଦେବା ପୁନିକୁ ଦେଇ ଦେଇ ନିଜକୁ ଉଜାଡ଼ି ଦେବା। କ'ଣ ଦେଇ ସେ ଖୁସି ହେବ? ତାର ବୁଦ୍ଧି ପାଏ ନାହିଁ। ମୂଲିଆ ମୁଣ୍ଡ, ଆୟ ଅତି ସାମାନ୍ୟ। ଚାଲୁଣୀ ପରି ଜଳା ତାର ଘରକରଣା ଜକ। ଅଣ୍ଟାରେ ଗେଞ୍ଜିଲେ ବି ଛୁଟୁରୁ ବୁଟୁରୁ ହୋଇ କୁଆଡ଼େ ରଡ଼ି ଚାଲିଥାଏ। ରୋକି ହୁଏ ନାହିଁ। କିନ୍ତୁ ପ୍ରାଣରେ ଉତ୍ସ ଖୋଲିଛି। ଯେଉଁପରି ହେଉ ସେ କମେଇବ, ପୁନି ପାଖେ ଅଜାଡ଼ି ଦେବ। କି ଉପାୟରେ? ହାତରେ ଗାଲ ଥୋଇ ବସି ଭାବେ, ଉତ୍ତର ପାଏ ନାହିଁ। ସେ ବୟସ ଭିନେ। ଯେତେବେଳେ ରାସ୍ତାରୁ ପୁନି ପାଇଁ ରଙ୍ଗ କାଚ, ଭଙ୍ଗା ଚିନାବାସନର ଖପରା ଗୋଟଉ ଗୋଟଉ ଦିନଯାକର ଖରା ଦେହରେ ମରୁଥିଲା, ଆଉ ସେ ସେଥିରେ ପୁନି ଖୁସି ହେବ ନାହିଁ। ସିନେମା ବିଜ୍ଞାପନ ବାଣ୍ଟି ବୁଲୁଥିବା ବାଜା ବଜା ଗାଡ଼ି ପଛେ ପଛେ ଧାଇଁ ଅନ୍ୟାନ୍ୟ ପିଲାଙ୍କ ହାତରୁ ଲୁଟି ନେଇ ଖଣ୍ଡେ ନାଲି କାଗଜ ପୁନି ହାତକୁ ବଢ଼େଇ ଦେଉଥିଲେ ପୁନିର ମନ କୁଣ୍ଢେମୋଟ ହେଉଥିଲା। ଆଉ ତା ହେବ ନାହିଁ। ଧୂଳିଖେଳ ବୟସର ଉପାୟ ସେଇ ରାସ୍ତା ଧୂଳିରେ ହିଁ ପଛେଇ ଯାଇ ପଡ଼ିଛି। ମନକୁ ତୃପ୍ତି ଦେଉନାହିଁ। ସନିଆର ଦରକାର ଅନ୍ୟମାନେ ଯେପରି ସ୍ତ୍ରୀ ଲୋକର ଦେହକୁ ସଜାନ୍ତି, ସେହିପରି ସେ ପୁନିକୁ ସଜେଇବ। ଅନ୍ୟମାନଙ୍କ ପରି ନିଜେ ବେଶ ହେବ, ସେମିତି ସେ ମଉଜ କରିବ। ସେଥିପାଇଁ ଆଦର୍ଶ ଚାରିଆଡ଼େ। ନାକଧରାପୁର ମେହେନ୍ତର ସାହିର ସମାଜଠୁ ଆଭିଜାତ୍ୟ ଯାକେ। ନଈକୂଳରେ ହାୱା ଖାଇ ଲୋକେ ବାଇସ୍କୋପ ପ୍ରଦର୍ଶନୀର ମଣିଷ ଏବଂ ଆହୁରି ସେଇମାନେ ଯେଉଁମାନେ ଆପଣା ସଂସାର ସାମ୍ନାରେ ସ୍ତୁତିବାଦର ପରିଚୟପତ୍ର ପରି ଦୁଆର ଖୋଲି ରାସ୍ତାକୁ ଅନେଇ ଠିଆ ହୋଇଥାନ୍ତି। ସବୁ ନକଲ କରିବାକୁ ପ୍ରାଣ ଡାକେ। କିନ୍ତୁ ମନ ଯେତେ ଅମଡ଼ା ମାଡ଼ିଲେ ବି ସନିଆ ଝୁଣ୍ଟି ହୁଏ। ପଇସା ନାହିଁ। ସବୁଥିକି ପଇସା ଦରକାର। ଅର୍ଜନ କରିବାକୁ ଏକମାତ୍ର ସଂକୀର୍ଣ୍ଣ ଗଳି ମଇଳା ଗାଡ଼ି ଟଣା। ବୋଉ ନାହିଁ। ତାର ବି ଆଶା ଥିଲା ସନିଆ ମଣିଷ ହେବ। ସାହି ପାଖେ ଗୋଟିଏ ଇସ୍କୁଲ ଭେଦା କରି ଛୁଆଁ ଶ୍ରେଣୀର ମଜୁରିଆମାନେ ବସେଇଥିଲେ ତାଙ୍କ ପିଲାଙ୍କ ପାଇଁ। ସନିଆର ବୋଉ ରୋଗରେ ଥୁରୁ ଥୁରୁ ଅକାଳେ ବୁଢ଼ୀ। ମାଷ୍ଟରଙ୍କ ଆଗେ ଭୂଇଁରେ ମୁଣ୍ଡ କୋଡ଼ି କୋଡ଼ି କେତେ ଜୁଆର କରି କଥା ଛିଣ୍ଡେଇଲା। ଇସ୍କୁଲ ଦାହାରେ ପିଣ୍ଡା ତଳେ ବସି ତା ପୁଅଟି ପାଠ ପଢ଼ିବ, ସେମିତି ସେ ମଣିଷ ହେବ। ସତରେ ଦିନେ ସନିଆକୁ କାଖେଇ ମୁଢ଼ି ମୁଆଁଟିଏ ହାତରେ ଧରେଇ ଦେଇ ପାଠ ପଢ଼ିବାକୁ ବସେଇ ଦେଇ ଆସିଲା। ଆଶାରେ ଜକ ଜକ ଦିଶିଥିଲା ତାର ଦିନ ଗଣୁଥିବା ମୁହଁର ଖୋଳପା।
ପୁଅ ପାଠ ପଢ଼ିବ, ମଣିଷ ହେବ। ଦିନା କେତେ ସନିଆ ଯାଇଥିଲା କେବଳ ମୁଢ଼ି ମୁଆଁ ଆଶାରେ। ସେଇଠି ଓଳି ତଳେ ବସି ମନ ଇଚ୍ଛା ଖଡ଼ିରେ ଗାରାଏ। ଘର ଭିତରେ ପିଲାଏ ପଢ଼ୁଥାନ୍ତି। ସନିଆର ମା ସାନ୍ତ୍ୱନା ପାଏ। ଏତିକି ବଦଳରେ ସନିଆକୁ କାମ କରିବାକୁ ପଡ଼େ। ସେ ପିଣ୍ଡା ଲିପେ, ପିଲାଏ ଝାଡ଼ା ଫେରି ଦେଲେ ସଫା କରେ। ଅନ୍ୟମାନେ ଖାଇଥିବା ଚିନାବାଦାମ ଚୋପା ଅଣ୍ଟିରେ ପୁରାଇ ଘରକୁ ଲେଉଟେ। ବେଶୀ ଦିନ ଚଳିପାରିଲା ନାହିଁ। ଦିନେ ସନିଆର ମା ଆବିଷ୍କାର କଲା ପାଠ ପଢ଼ି ଯିବା ପୁଅର ଗୋଟାଏ ପତିଆରା। ମୁଢ଼ି ମୁଆଁର ଆକାର ଆଙ୍କିବା ଛଡ଼ା ଆଉ ସେ କିଛି ଜାଣେ ନାହିଁ। ସନିଆର ପାଠ ଶେଷ ହୋଇଥିଲା। ଆଜି ଭାବିଲେ ହସ ମାଡ଼େ। ବରଗଛ ଛାଇରେ ବସିଥାଏ, ଝାଳ ମାରୁଥାଏ। ନଈବାଲକୁ ଅନେଇଥାଏ ଗୋଟାଏ କିଛି କରିବ ବୋଲି। ପାଞ୍ଚୁ ପାଞ୍ଚୁ ଚିତ୍ତ ଚହଲି ଯାଉଥାଏ ଖୋଲା ଆଖିର ସାଧାରଣ କ୍ରିୟାରେ। ସେ ସଡ଼କରେ କୁକୁର ଧରା ଗାଡ଼ି ଠେଲି ଠେଲି ଜଣେ ଲୋକ ଯାଉଛି। ଜାତି ଜାତିକା ହୀନବଳ ଓ ଘାଉଡ଼ା କୁକୁର ଜିଭ ଲହ ଲହ କରି ହାତଭରା ଦେଇ ବସିଛନ୍ତି ସ୍ୱର୍ଗକୁ ଯିବା ପାଇଁ ତପସ୍ୟା କଲାପରି। ସେହି ଦୃଶ୍ୟ ସନିଆ ମନକୁ ଉଚିତ ଉପାଦାନ। କେତେ କୁକୁର ଚିହ୍ନା ପରି ଜଣାପଡ଼ୁଥାନ୍ତି। କିଏ କୁକୁଡ଼ା ଖାଏ, କିଏ ଘରେ ପଶେ, କାହାକୁ ଦେଖିଲେ ସମସ୍ତେ କାମୁଡ଼ି ଗୋଡ଼ାନ୍ତି। ଚିହ୍ନା ଅଚିହ୍ନା ଚାଲିଛନ୍ତି ସମସ୍ତେ। ଗାଡ଼ି ଚାଲିଗଲା। ଅନଉ ଅନଉ ହଠାତ୍ ଗୋଟାଏ ଧାରଣା ପଶିଗଲା ମନରେ। ସନିଆ ଠିଆ ହୋଇ ପଡ଼ିଲା। ଗାଡ଼ି ନାହିଁ, ବାଡ଼ି ଅଛି। ବଡ଼ ସହର ଡେଙ୍ଗୁରା ଦେଇଥିଲା କୁକୁର ମାରିଲେ ପଇସା ମିଳିବ। ବଞ୍ଚିବା ପାଇଁ ଦାବୀ କରିବାକୁ ବେକରେ ଯାହା ତମ୍ବା ଟିକେଟ ନାହିଁ, ତା'ର ବଳ ନାହିଁ, ଆୱାଜ ନାହିଁ, ରକ୍ଷକ ନାହିଁ, କେହି ନାହିଁ। ପ୍ରତିବର୍ଷ ଏହି ଦିନେ ତାଙ୍କର କାଳ ପୁରେ। କିଏ ଫାଶରେ ଧରେ, ଗାଡ଼ିରେ ଭର୍ତ୍ତି କରେ, ବିଷ ଦେଇ ମାରେ। କିଏ ଆସେ ସାହେବ ଟୋପି ମୁଣ୍ଡରେ ଦେଇ ବନ୍ଧୁକ ଫୁଟେଇ ପଟାଳି କରି ଶୁଆଇ ପକାଏ। କିନ୍ତୁ ହାଡ଼ି ବୁଲେ ତଡ଼ା ଧରି ଶୋଇ ଶୋଇ ଧକେଇ ହେଉଥିବା କୁକୁର ମୁଣ୍ଡରେ ଛପି ଛପି ଆସି ବାହାରେ ପକାଏ। ଭାରରେ ବୋହି ନେଇଯାଏ ଲାଶ ଦେଖାଇ ପଇସା ପାଇବାକୁ। ସମସ୍ତେ ଜାଣନ୍ତି, ସମସ୍ତଙ୍କର ରୁଚି ହୁଏ ନାହିଁ। ସନିଆ କେବେ କରିନାହିଁ। କାରଣ ସନିଆ କେବେ ଭାବିନଥିଲା ଯେ ତା'ର ଉପରି ପଇସା ଦରକାର। ପୁରୁଷର ମନରେ ସ୍ତ୍ରୀର ପ୍ରଭାବ ପଡ଼ି ସୃଷ୍ଟି କଲା ଆଦିମ କାଳର ଅସ୍ଥିରତା। ସନିଆ ପ୍ରସ୍ତୁତ ହେଲା। ପଡ଼ିଶା ଘରର ହତା ଦୁଆର ମୁହଁରେ ଅର୍ଗଳ କରିବା ପାଇଁ ଭଲ ତଡ଼ା ଖଣ୍ଡିଏ ଅଛି। ଦିପହର ବେଳ। ପଡ଼ିଶା ଘର କାମରୁ ଫେରି ଶୋଇଛନ୍ତି। ତଡ଼ାଖଣ୍ଡ ଓଟାରି ନେଇ ସନିଆ ବାହାରି ଚାଲିଲା। ଛାଇ ଲେଉଟାଣି ଆଗରୁ ଥୋଡ଼ାଙ୍କୁ ନିଷେଧ କଲେ ସଞ୍ଜ ଆଗରୁ କାଳେ ଉପୁରି ପଇସା ମିଳିଯିବ। ତା'ପରେ ସେ ପୁନି ପାଖକୁ ଖାଲି ହାତରେ ଯିବ ନାହିଁ। କୁକୁର ବୁଲୁଛନ୍ତି, କୁକୁର ଶୋଇଛନ୍ତି। ଭୋକିଲା କୁକୁର, ଯାଦୁରା ଘାଉଡ଼ା କୁକୁର। ଅଣ୍ଟା ପିଠି ଲାଗିଯାଉଛି କାହାରି। ଦୁସୁରୁଥିବା ସରୁଆ ଲାଙ୍ଗୁଡ଼ଟିକୁ ଉପରକୁ ଟେକିବାକୁ ଉତ୍ସାହ ନାହିଁ। ବିଦା କାଠି ପରି ଛାତି ହାଡ଼ ଗଣି ହେଉଛି। କୁତି କାଦୁଅରେ ଶୋଇଛି। ପଲେ ଛୁଆ ରଟ ରଟ କରି ଦୁଧ ଖାଉଛନ୍ତି। ବୁଢ଼ୀ କେବଳ ଦାନ୍ତ ଦେଖାଉଛି। ବେକରେ ହାତ ଥୋଇ ଦେଇ ଥୋମଣିକୁ ଥୋମଣି ଯୋଡ଼ି ଦେଇ ପରସ୍ପରଙ୍କ ଦାନ୍ତର ଧାର ପରଖ କରୁଛନ୍ତି। ଜିଭ ଓହଳେଇ ଉହୁ ଉହୁ କହି ରୋଗର ବୁକୁଳା ଝୁଲେଇ କୁତି ପଳାଉଛନ୍ତି। ଯେଝା ଯେଝାର ଚିନ୍ତା, ଯେଝା ଯେଝାର ଦୁଃଖର ବୋଝ। ସହରରେ ଲୋକ ସାଲୁବାଲୁ ହେଉଛନ୍ତି। ଚୂନ ପଲସ୍ତରା କରା କୋଠା ଅତି ଦର୍ପରେ ମୁଣ୍ଡ ଟେକି ରହିଛି। ମେହେନ୍ତର ବସ୍ତି ଖାଇ ଖାଇକା ଆହୁରି କୋଠା ଗଢ଼ା ହେଉଛି। ଲୋକ ଲାଗିଛନ୍ତି। କୁକୁରଙ୍କ ଖେଳ ସନିଆକୁ ଭଲ ଲାଗେ। କେଉଁଠି ତାଙ୍କ ସଙ୍ଗେ ସେ ସମତା ପାଏ। ଅନେଇ ରହିବାକୁ କୂଳ ଖୁଳ ହୁଏ। ଆପେ ଖାଇସାରିଥିବା ପତର ସେମାନେ ଚାଟିବେ ବୋଲି ଆଗ୍ରହରେ ଖଇରାତ କରିଦେଇ ଡାକେ ଚୁ ଚୁ। ସ୍ୱାର୍ଥ ପାଇଁ ଦୁନିଆ ବଦଳିଛି, ସେ ବଦଳିବ। ତଡ଼ା ଉଞ୍ଚେଇ ଧାଇଁଗଲା କୁକୁର ପଳେଇଲେ। ସେଠି ଗୋଟାଏ ବୁଢ଼ା କୁକୁର ଶୋଇଛି। ମୁହଁଟା ଦେଖିଲେ ବିରକ୍ତ ଲାଗେ। ଦେହରେ ରୁମ ନାହିଁ। ଆପଣାର ମୁଢ଼ ପଣିଆରେ ଏକବାଜିଆ ହେରେମା କୁକୁର। ରତିଏ ହେଲେ ବାଟରୁ ଘୁଞ୍ଚିବ ନାହିଁ। ଗମ୍ଭୀର ହୋଇ ଚାହିଁବ। ଏହିମାନେ ବେଶୀ ବିପଦ ଚଞ୍ଚଳ ବାୟା ହୁଅନ୍ତି। ସମାଜର କଣ୍ଟକ। ସନିଆ ବଉନି କଲା। ଦୁଇ ହାତରେ ତଡ଼ାକୁ ଜାପି ଧରି ଜବରଦସ୍ତ ପ୍ରହାର। ଛୋଟିଆ କଥା। କୁକୁର ମୁଣ୍ଡରେ ପାହାରେ ପାଡ଼ି। ଗୋଟାଏ ଖତମ। ତା'ପରେ ଆଉ ଗୋଟାଏ, ତା'ପରେ ଆଉ ଗୋଟାଏ। ଫଟା ମୁଣ୍ଡ, ରକ୍ତ ଝର ଝର ଅବର୍ଜିଆ ମୁହଁ।
କାନ ଅତରା ପକେଇ ମରଣର ଚିତ୍କାର ମରୁ ମରୁ ଫାଳେ ଜମି ତାସ କରି ପକଉଛି, ରକ୍ତ ଢାଳୁଛି। ଆପଣାକୁ ବେଙ୍ଗଳା ପକେଇ ଫୋପାଡ଼ି ଦେଉଛି ମାଟିରେ। ମୁହଁ ଆଖିରେ ରକ୍ତ ବାଲୁ ବାଲୁ, ଫଟା ମୁଣ୍ଡ, ଛେଚା କାନ ହୋଇ କାନ୍ଦି କାନ୍ଦି ପଳେଇ ଯାଉଛି କିଏ ମୁହଁ ଲୁଚାଇ। ରକ୍ତମୁଖା ତଡ଼ା ଉଞ୍ଚେଇ ସନିଆ ଧାଇଁଛି, ପ୍ରଳୟ କଲା। ତାର କୁକୁର ଲାଶ ଦରକାର। ପିଲାଏ ଜମିଲେ। ସାନ ସାନ ପିଲା ଉତ୍ସାହ ଦେଲେ, ନାନା ଉପଦେଶ ଦେଇ ଜହଳ ପକେଇ ସାଙ୍ଗେ ସାଙ୍ଗେ ଧାଇଁଲେ। ଆପତ୍ତି କରିବାକୁ ଆସିଲେ ପୁରୁଖା ଲୋକେ। ଅଣ୍ଟାରେ ହାତ ଦେଇ ଦୋହଲି ଦୋହଲି ପ୍ରୌଢ଼ାମାନେ ଗାଳି ଦେଲେ। ବୁଢ଼ାମାନେ ପାଖକୁ ଆସିଲେ। ସନିଆ କାନ ଦେଲା ନାହିଁ। ରକ୍ତ ଦେଖି, ଲାଶ ଦେଖି ତାର ଉତ୍ସାହ ବଢ଼ି ଯାଇଥାଏ। ତଡ଼ା ଉଞ୍ଚେଇ ଖେଦି ଯାଉ ଯାଉ କାନ୍ଧ ଉପରେ ଲୁହା ଅଙ୍କୁଶିରେ ଧରି ପକାଇଲା ପରି ଝାଙ୍କ ଖାଇ ସନିଆ ଲେଉଟି ପଡ଼ି ରାଗରେ ଅନାଇଲା। ଝାଳ ବୋହୁଛି। ଝାଳ ଧୂଳି ଏକାକାର। କାନ୍ଧର ମାଂସପେଶୀ, ହାତର ମାଂସପେଶୀ ଟଣକି ଉଠୁଛି ହତ୍ୟାର ଆନନ୍ଦରେ। କ୍ରୋଧରେ ଅନେଇ ଦେଲା, ଦେଖିଲା ଧନୀବୁଢ଼ା। କ'ଣ ହଉଛି ସନିଆ? କାହିଁକି ନିର୍ଦ୍ଦୋଷ ଗୁଡ଼ାଙ୍କୁ ଗୁରେଇ ତୁରେଇ ମାରୁଛୁ? ୟାଙ୍କରି ଉପରେ ଖରାଟାଯାକ ଝଡ଼େଇବାକୁ ଚାହିଁଥିଲା। ହଇରେ, ବନ୍ଦ କର। କାହିଁ କୁକୁର ମାରିବାକୁ କୁହାହେଇଛି, ମୁଁ କୁକୁର ମାରୁଛି? ତତେ କିଏ କହିଲା ମାରିବାକୁ? ଧେଡ଼ମଡ଼ ୟାଙ୍କର ଉପରକୁ ଷଣ୍ଢ। କ'ଣ କରିବୁ ଏଗୁଡ଼ାଙ୍କୁ ନେଇ? ଏମିତି ଠେଙ୍ଗାରେ ପିଟିବାକୁ ତତେ କିଏ କହିଥିଲେ? ଭାବିଲି ଗୋଟା କେତେ ଲାଶକୁ ଦେଖେଇ ଦେଲେ ଦାଖଲ କରି ପଇସା ପାଇବି। ଗୋଟାକୁ ଶୁକାଇ ଦେଲେ ଦେଖିଲ କେତେ ଶୁକା ହେଲାଣି। ପଇସା କମେଇବା ବାଗ ତତେ ଜଣାଅଛି। ଯାହା ହଉ ରାଣ୍ଡିପୁଅ ଅମ୍ତା, ହଉ 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 ଭରତୁ କାମ କରି ପକେଇଲୁ। ଦେଖିଲୁ ଲୋକେ ତତେ କ'ଣ ଭାବୁଛନ୍ତି? ପଇସା ପଇସା ହେଉଛୁ। ଯେବେ ଅକଲ ଶିଖିବାକୁ ଆସୁନୁ କାହିଁକି? ଏମିତି କେତେ ପଇସା କରିବୁ? ଯାହା ତ କଲୁଣି କଲୁଣି, ଏଥର ଯା। ଏମିତି ଲାଶ ଦେଖେଇ ପଇସା ଆଣିବୁ ଆଣ, ପଛେ ଆଉ କୁକୁର ମାରିବୁ। ଧନୀବୁଢ଼ା ପିଠି ଆଡ଼େଇ ଦେଇ ଚାଲି ଯାଉଛି। ସନିଆର ଉତ୍ସାହ ଥଣ୍ଡା ହୋଇ ଆସିଲା। ତଡ଼ା ଧରା ମୁଠି ହୁଗୁଳା ହୋଇଗଲା। 1 2 3 4 7ଟା ମୁର୍ଦାର ଜମେଇଛି। ୟାକୁ କେହି ବୋହି କରି ସେଠି ଦେଖାଇବାକୁ ନେବ ଓ ବୋହି କରି ସେଠୁ ଫୋପାଡ଼ିବାକୁ ଆଣିବା ପ୍ରକୃତରେ କାଠିକର ପାଠ। ଅବେଳା ହୋଇଗଲା, ନହେଲେ ସେ ଓଳି ହୋଇଥିଲେ ମଇଳା ଗାଡ଼ି ଫେରେଇ ନେଲା ବେଳେ ସେଥିରେ ବୋଝେଇ କରି ନେଇଯାଇଥାନ୍ତା। 7ଟା ମଡ଼ ମିଳିପାରେ ସୁନା 7 ଶୁକା ପଇସା। କିନ୍ତୁ ନିସ୍ତେଜ ହୋଇ ତଡ଼ାକୁ ଚାହିଁଲା। ସେ ଖଣ୍ଡିଆ ଖାବଡ଼ା ମଡ଼ଗୁଡ଼ାକୁ ଚାହିଁଲା। ପ୍ରକୃତିସ୍ଥ ହେଲାଣି। ଆପଣା କାମରେ ଆଉ ସରାଗ ନାହିଁ। ଛାଉ ଲେଉଟିଲାଣି। ହାଡ଼ି ସାହିରେ ଲୋକେ ଚଳପ୍ରଚଳ ହେଲେଣି। ଠା ଠା ହୋଇ ପିଲାମାନେ ଠୁଳ ହୋଇଛନ୍ତି। ଅସ୍ୱାସ୍ଥ୍ୟକର କୌତୂହଳରେ ଅପେକ୍ଷା କରିଛନ୍ତି। ଆଉ କ'ଣ ହେବ? ଠିକ୍ ଏତିକିବେଳେ ପରିଷ୍କାର ପରିଚ୍ଛନ୍ନ ହୋଇ ଛନଛନିଆ ମୁହଁ କରି ରାସ୍ତାରେ ପୁନି ଚାଲି ଆସିଲା। ସନିହାର ଆଗ୍ରହ ତେଜି ଉଠିଲା। ଚିତ୍କାର କରି ଡାକ ମାରିଲା, ପୁନି ପୁନି ଆଇଲୁ, ଏଣିକି ଆଇଲୁ। ପୁନିର ଚାହାଣୀରେ ଅଛି ଧିକ୍କାର। ପଥର ପରି ସମାଲୋଚନାର ଟାଣ ତାର ମୁହଁ। ଇସ୍ ଛି ଥୁ, କିଏ ଏଗୁଡ଼ାଙ୍କୁ ମାରିଛି? ଆହା ସନିଆ, ତୁ? ବେଶୀ ନାହିଁ, ଏକା ଏକା ପାହାର କାନମୁଣ୍ଡା ଦେଖି। ବାଧା ଦେଇ ପୁନି କହିଲା, ଥାଉ ଥାଉ, ଭଲ ଶିକାର କରିଛୁ। ତୁ ତୋର ଥା, ମୁଁ ଯାଉଛି। ରହିଥା ପୁନି, ଶୁଣ ଶୁଣ, ଏତକ ବୋହି ନେଇ ଅଫିସରେ ଦେଖେଇ ଦେଲେ ନଗଦ 7 ଶୁଚା ମିଳିଯିବ ଅଇଛା। ଟଙ୍କାଟାଏ ତୋର ବାରଣା ମୋର। ଆଇଲୁ ଟିକିଏ ହାତ ଲଗେଇ ଦେଲୁ, ଏଗୁଡ଼ା ଏକାଠୁ କରି ବାନ୍ଧିଦେବା। ମୋର ଯାଉଥିଲି କୁକୁରମରା ପଇସା ଭାଗ କରି ଖାଇବାକୁ ଆଉ। ହଉ ତୁ ହାତ ନ କର, ଲୁଗା ଖରାପ ହୋଇଯିବ। ମତେ 2 ଖଣ୍ଡ ମୋଟ ବୋଟ ଦଉଡ଼ି ଆଣିଦେ। ଏଇ ବାଡ଼ି ଦିହର ଭାର କରି ଲଟକେଇ ନେଇଯିବି। ମୋର ଗରଜ ପଡ଼ିଛି ଲାଗିବାକୁ। ଆଜି ରାତିରେ କୁକୁର ସପନ ଦେଖିବୁ ସନିଆ। ଗୋଡ଼େଇବେ ତତେ କାମୁଡ଼ିବାକୁ। କେତେ କ'ଣ ଲାଗିଥିଲା କିରେ? ନା ମଦ ପିଉଥିଲି ମ? ଛି, ଶୁଣିଯା ପୁନି। ହେଇ, ଲୋକ ଆସୁଛନ୍ତି ପରା। ପୁନି ଚାଲି ଯାଉଛି। କାହିଁକି ସେ କୁକୁଡ଼ଗୁଡ଼ାକୁ ପିଟି ପକେଇଲା? ଏଇ ପୁନି ପାଇଁ ତ। ଏଡ଼େ ଓଲୁ ଲୋକଗୁଡ଼ାକ ପାଇଲା ପଇସା ଗୋଡ଼ରେ ଠେଲି ଦେବେ, ଯାଚିଲେ ନେବେ ନାହିଁ। ମଲା କୁକୁର ଗୁଡ଼ାକ ବାଡ଼ିରେ ବାନ୍ଧି ବୋହି ନେଇ ଚାଲିଲା। ଭାବିଲା ଏମିତି ବୁଝେଇ ହୋଇ ହେବ ନାହିଁ। ପଇସା ଆସୁ ତାପରେ। ଦୋହଲି ଦୋହଲି ଭୁଆ ହୋଇ ଚାଲିଛନ୍ତି କୁକୁରଙ୍କ ଶବ। ରକ୍ତ ଜୁଡ଼ୁବୁଡ଼ୁ ଭଙ୍ଗା ଦଦରା ଯେ ଦେଖୁଛି ମୁହଁ ବୁଲାଇ ନେଉଛି। ଅଚିହ୍ନା ଲୋକର ତୁଣ୍ଡରୁ ଛେପ ବୋହୁଛି। ଛି ଛି ଥୁ ଥୁ। ସନିଆର ମନରେ କ୍ଷୋଭ ହେଉଛି। ଆଜି ବୋଲି ସିନା, ନହେଲେ ଏମିତି କେବେ ତାକୁ କିଛି ଲାଗେ ନାହିଁ। ଆପଣା ଭିତରେ ଯୁକ୍ତି ଗଢ଼ି ଗଢ଼ି ସେ ମନକୁ ଦମ୍ଭ ଦେଲା। ଏଇ କୁକୁରମାନେ ବଞ୍ଚିଥିଲେ ହୁଏତ ବାୟା ହୋଇଥାନ୍ତେ, ଲୋକଙ୍କୁ କାମୁଡ଼ିଥାନ୍ତେ। କେଉଁଦିନ କେଉଁ ଗୋଟାକ ତାକୁ ଭୁକିଥିଲା, ତା ଉପରେ ଝିଙ୍କି ଆସିଥିଲା।
ଏମାନଙ୍କ ସାଙ୍ଗରେ ସେ ନଥିବ ଦୁର୍ବଳ ଚିନ୍ତା ଉଡ଼ି ଉଡ଼ି ଚାଲିଲା। ସେ ସବୁ ସଂସ୍କାର ତାର ନାହିଁ। କ୍ଳାନ୍ତ ଲାଗୁଥାଏ। ବେଳ ବୁଢ଼ା ପାଖ ହେଲାଣି। ମ୍ୟୁନିସିପାଲିଟି ଘରେ କେହି ନାହାନ୍ତି। ସେମିତି ସେତକ ଲଦି ଦେଇ ସନିଆ ଗଲା ବାବୁ ଘରକୁ। ବାବୁ ତ ବାବୁ, ଏକା କଥା ଅଫିସରେ ବାବୁ ଘରେ। ତାର ପଇସା ଦରକାର। କାମିଜ ପିନ୍ଧି ମୁଣ୍ଡ କୁଣ୍ଡେଇ ବାବୁ ବୁଲି ବାହାରୁଛନ୍ତି। ମନ ଖୁସି ଅଛି। ସନିଆର କପାଳ ଖୁବ୍ ତେଜ। କୁକୁର ମାରି ଆଣିଛି ବାବୁ। କିଏ କିଏ ରେ ତୁ? ଉତ୍ସାହରେ ସନିଆ ବର୍ଣ୍ଣନା କରିଗଲା। ନାକକୁ ଟେକି ଖେଙ୍କି ଉଠି ବାବୁ ଗାଳିଦେଲା। ଉଠା ଉଠା, ଶଳା ଘରକୁ ବୋଲି ଆସିଛି। ଏଗୁଡ଼ାଙ୍କୁ ଏମିତି ମାରିବାକୁ ତତେ କିଏ କହିଲା ବେ? ଯା ଯା ନେଇ ପଳା। ବାବୁ ମୋର ପଇସା। ଯା ଯା ଦୂର ମୋ ଆଗରୁ। ଶଳା ପାପି, ପଇସା ମୁଁ ଖୋଲି କରି ବସିଛି। ଇଏ କୁକୁର ମାରିବ, ଆ ମୁହଁରେ ଅଜାଳି ଦେବୁ। ଡେଙ୍ଗୁରା ଦେଇଥିଲା। ଏମିତି ଠେଙ୍ଗାରେ ମାରିବାକୁ କେବେ ଡେଙ୍ଗୁରା ଦେଇ ନଥିଲା। ଉଠେଇଛୁ ନା ଏ ମେଢ଼? କିଏ ଧରିବ? ମକଦ୍ଦମା କରିଦେବ। ଶଳା ପାଇବୁ। ଶଳାକୁ କୁକୁର ବାୟା ଲାଗିଛି। ମୁହଁ ଶୁଖେଇ ପୁଣି ବୋଝ ବହି ଚିତ୍ର କାଟିଲା। ଲୁଙ୍ଗୁଡ଼େଇ ଲୁଙ୍ଗୁଡ଼େଇ ଉପରି ପଇସା କମାଇବା ଉପାୟ ନୁହେଁ। ଗଲା ଗୋଟାଏ ଆଶା ଚୂନା ହୋଇଗଲା। ସଞ୍ଜ ହେଉଥାଏ। ବାଲି ଅପନ୍ତରାରେ ମଲା କୁକୁରଗୁଡ଼ାଙ୍କୁ ଶୁଆଇ ଦେଇ ଆସିଲା। ଦୁଃଖ କରୁଥାଏ। ଦୁର୍ବଳ ମନରେ ଅନୁଭବ କରୁଥାଏ ସେ ପାପ କରିଛି। ମୋ ପକ୍ଷେ ନାହିଁ ଦୋଷ। ହଉ, ୟା ପରେ ଧନୀ ଅଜା। କଜଳମତି ଘରେ ସେଇ ପାଗଳ ରାତି ପରେ ରଙ୍ଗ ଟଭା ପୁନିକୁ କୋବଲଉଥାନ୍ତି। କାହିଁକି ରହିଲୁ ନାହିଁ? କୁଆଡ଼େ ପଳେଇଲୁ? ଏମିତି ଯଦି ତୋର ଛାତି, ତେବେ କି କାମଟା ତୋ ଦେଇ ଭଲ ହବ ଭଲ ଶୁଣା। ଭାରି କହିଲା ବାଲି ତୁ ରଙ୍ଗ। ଆପେ ତ କୁଆଡ଼େ ନାଖିଲୁ, ଓଲଟି ମୋତେ କହୁଛୁ କ'ଣ? ରଙ୍ଗ ହସିଲା। କହିଲା ତୁ କାହିଁକି ଆଇଲୁ ନାହିଁ? ଦିହେଁ କେଡ଼େ ସୁନ୍ଦର ଏକା ସାଙ୍ଗରେ ନାଖିଥାନ୍ତେ। ଟଭା କହିଲା ତତେ ଥା ବୋଲି କହିଲି ପଳେଇଗଲୁ। ଏଡ଼େ ଛୋପରିଟାଏ। ଆଲୋ, ଆମ କଥା ଶୁଣୁ, ମାନେ। ଗେଲେରେ ଗେଲେରେ ସିନା ଚଳି ଯାଉଛୁ। ସକାଳୁ ଉପରଓଳି ଯାକେ ଖରା ତରାରେ ବୁଲି ଅସନା କାମ କରିବା କିଛି ସହଜ ନୁହେଁ। ବୁଝିଲୁ? ଖରାରେ ଭାଜି ହେବା, ବରଷାରେ ଫୁଲିବା, ଶୀତରେ ଥରିବା। ଦେହକୁ ବାଧିକା ପଡ଼ିବ। ଘୋଳା ବିନ୍ଧା ବେମାରୀ। ସେଇଠୁ ଘରେ ପଡ଼ି ରହିଲେ ମଜୁରୀ ମାରା ହେବ। ଦିଆଡ଼ୁ ସରିଯିବ। ତୁ କ'ଣ କହୁଛୁ କ'ଣ? ଟୋପିଏ ଟୋପିଏ ଅଭ୍ୟାସ କର। ତାଜା ରହିବାକୁ ସେଇଆ। ମଜରା ଛଡ଼ାଇବାକୁ ସେଇଆ। ମୋର ଯାଉଛି। ଭାଟି ପାଖେ ଧରାପଡ଼ା ଗଡ଼ାଗଡ଼ି। ମାଲୋ ମାଲୋ ମା, ଧୋ ଶୀତ ଉଠୁଛି। ଏମିତି ଧୋ ଶୀତେଇଲେ କେମିତି ଚଳିବୁ ମ? ଆଲୋ, ଡରୁଛୁ କାହିଁକି? ଆମର କ'ଣ କି କୂଳ କି ଥଳ? ସୁକୁମାରୀ ହେଇ ଘରେ ବସିଥିଲେ କାହାର ଗରଜ ପଡ଼ିଛି ତୋତେ ଖୋଜିଯିବ ଭାବିଛୁ? ଆଜି ଆସିବୁଟି? ପୁନି କହିଲା ନାଇଁ। ମଲା ମ ଫୁଲେଇଟା, କହୁଥା। ସେମିତି ରଙ୍ଗ ଫୁସୁଲାଏ, ଟଭା ଫୁସୁଲାଏ, କଜଳମତି କାନେ କାନେ ବୁଝାଏ। କିନ୍ତୁ କଜଳମତି କଥା ଭିନେ। ଏତେ ବର୍ଣ୍ଣନା ତାଠି ନାହିଁ। ପିଠି ଆଉଁସେ ମୁଣ୍ଡ ଆଉଁସି ଦିଏ। ବୁଝାଏ। କହିଲା କିଲୋ, କାମ ସରି ନାହିଁ? କେଡ଼େ ଘାଏ ଶୁଖିଲା ଦିଶୁଛୁ ମ। ଓହୋ କି ଖରା। ସକାଳୁ କ'ଣ ଖାଇ ଆସିଥିଲୁ? ଆଜି ଆସିବୁଟି? ଆସିବୁ। ତତେ ମୋ ରାଣ, ମୋ ମୁଣ୍ଡ ଖାଇବୁ। ଆସିବୁଟି? ମୁହଁ ରଙ୍ଗା ପଡ଼ିଯାଇ ଝାଳେଇ ଯାଉଛି। ତଥାପି ନାହିଁ ପଦତୁଣ୍ଡରେ ଆସୁନାହିଁ। କଜଳମତି ତାକୁ ଚାହିଁଥାଏ। କାହିଁକି ତତେ ମୁଁ ଏତେ ଭଲ ପାଏ କେଜାଣି? ଆଉ ତ କେହି ମୋ ଆଖିରେ ଦିଶନ୍ତି ନାହିଁ। ଆର ଜନ୍ମରେ ମୋର କ'ଣ ହୋଇଥିଲୁ ନୁହେଁ? ସତ କହିଲୁ? ନାହିଁ ମୋଠି କପଟ କରନା। ତୋ ମନ ହୁଏ ନାହିଁ। କଜଳମତି ଡାକେ ସେ ମୋ ପାଖରେ ଥାଉ, ମୁଁ ତା ପାଖରେ ରହେ। ସତ କହିଲୁ? କେମିତି କଅଁଳ ଆଙ୍ଗୁଠିରେ ଚିବୁକକୁ ଆସ୍ତେ ଟେକି ଧରେ। ଗେହ୍ଲା କରି କହେ ତାହା କଥାରୁ କ'ଣ ପାଇବୁ ତୁ? ଆସିବୁ ମୋ ରାଣ। ମାଉଁସ ତରକାରୀ ପରଟା ରଖିଥିବି। ବଡ଼ ଲୋକୀ ଖାନା ଖାଇବାକୁ ଆମର ବି କ'ଣ ପାଟି ନାହିଁ? କାନ ପାଖରେ କହୁଛି ଯାଇଥିଲୁ କ'ଣ ନାକରେ ଲାଗିଲା? ସେଦିନ ଶୁକାଇ ଦେଇଥିଲି। ଆଜି ଆଣିବୁ ଆଠଣା। ଆସିବୁ। ରୋଷେଇ କରୁ କରୁ ପଦାକୁ ଯାଇ ଆସି ବାଟ ଚାହିଁ ଚାହିଁ କେତେବେଳେ ହେଲା ଅନ୍ଧାର ବଢ଼ୁଥାଏ। ମଦ ପିଇ ନିଶାବଳରେ ବାଇ ହୋଇ ସନିଆ ଆସିଲା। ନାଁ ଧରି ଡାକିଲା, କେତେ ପ୍ରକାର କହୁଥାଏ, ଯାହା ସେ କେବେ କହେ ନାହିଁ। ଛାଞ୍ଚୁଡ଼ି ଧରି ଜେମା ତଳକୁ ଓହ୍ଲେଇ ପଡ଼ିଲା। ସେଇଠୁ ଝଟାପଟା। ଜେମାର ଗାଳି, ସନିଆର ମଦୁଆ ପାଟି। ମାର ଦିଟା, ମାର ପିଟି ଦେ। ମୁଁ କ'ଣ ନାହିଁ କରୁଛି? ଯାହା କରିବୁ କର। ମୋ ପୁନିକୁ ମୋତେ ଦେଇଦେ। ତୋ ଗୋଡ଼ ତଳେ ଗଡ଼ୁଛି। ହେ ମାଉସୀ, ଲମ୍ବ ହୋଇ ଗଡ଼ିଲାଣି। ଦେଖୁଛ ଏ ଚୁଲିପସାର ସୋଗ? କୁଆଡ଼ୁ ମଦ ଖାଇ ଆସିବ ମୋରି ଦୁଆରେ ଝଡ଼େଇ ହେବାକୁ। ହାୟରେ, ଉଠୁଛୁ ନା ଦିପାହାର ଦେବି? ଦେଖିବୁ ଇଚ୍ଛା? ମାର। ମାଉସୀ, ମନ ଇଚ୍ଛା ମାର। ତୋ ମନ ଇଚ୍ଛା କୋର ଖୋବା। ଦିପୁଞ୍ଜା କୁକୁର ବାଡ଼େଇଲି ପୁନି ଲାଗି ପଇସା କମେଇବି ବୋଲି, ଯେ ହେଲା ନାହିଁ। ଠିକ୍ ହେଇଛି, ମୁଁ ମାଡ଼ ଖାଇବି। ଫେର ନା ଧୋଇଲୁ? ଦଉଛି ରହିତା। ପୁନି ପଦାକୁ ଆସିଲା।
ଡାକିଲା ସନିଆ। ବକି ବକିକା ଧଡ଼ପଡ଼ ହୋଇ ସନିଆ ଉଠିଲା। ପୁନି କହିଲା ଯା ଘରକୁ ଯା। ସତ କହିଲୁ, ଆଗ ପଇସା ଆଇଲେ ପଛେ ପୁନି। ମୁଁ ଯାଉଛି, ମଦୁଆଟା ଚାଲି ଯାଉଛି। ଜେମା ପୁନିକୁ କହିଲା ତୁ ମୁହଁ ଦଉଛୁ ତୋରି ମୁହଁ ବଢ଼ାରେ। ହଉଲୋ ଝିଅ, ଆଉ ତ କୋଡ଼ରେ କାଖର ହେଇନାହୁଁ। ତତେ ବୁଝେଇଲି ବତେଇଲି, ମୋ କଥା ନ ମାନିଲେ ପଛେ ପାଉଥିବୁ ଯେ। ପୁନି ଜବାବ ଦେଲା ନାହିଁ, ଛଳ କଲା। ମା ଝିଅ ଦୁହେଁ ତୁନିତାନି କିନ୍ତୁ ଘୋର ଅପଡ଼ ହୋଇଯାଇଛି। ଟଭା ରଙ୍ଗ ଡାକିଦେଇ ଫେରିଗଲେ। ଜେମା ଖେଙ୍କି ଗୋଡ଼େଇଲା। ଆଜି ତାର ମଦ ନାହିଁ, ମନ ଖରାପ। କେତେ ରାତି ହେଲା ଆକଟିଲା ପରି ଦୁଆର ମୁହଁରେ ଶୋଇଛି କଟକଟ ଜେମା। ଆଖିକି ନିଦ ନାହିଁ। ପୁନି କଣେଇ ଡାକିଲା ବୋଉ। କ'ଣ ଆଜି ତୁ ନିଶା ପାଣି ପିଇଲୁ ନାହିଁ? ତତେ ଭଲ ଲାଗୁନଥିବ। ତୋର କ'ଣ ଯାଉଛି? ଆଗତୁରା ଚାରଣ ପଇସା ଆଣିଥିଲି ଯେ। ପଇସା ପଇସା ଦେ ଆଣେ। କିଏ ତୋତେ କହିଲା ଆଗତୁରା ଆଣି ଖର୍ଚ୍ଚ କରିବାକୁ? ତୁ ଗୋଟାଏ ମଣିଷ ହେଲୁଣି ପଇସା ସାଇତି ରଖିବାକୁ? ଦଉଛୁ? ତୁ ଥା ବୋଉ, ମୁଁ ଯାଏ କିଣି ଆଣିବି। ନାଇଁ, ସେ ମଦ ଦୋକାନକୁ ପିଲା ଲୋକ ଯାଆନ୍ତି ନାହିଁ। ମତେ ଦେ। ପଇସା ବଢ଼େଇ ଦେଲା। ଜେମା ଚାଲିଗଲା। ତାପରେ ପୁନି କବାଟ କିଳିଦେଲା। ସାହାକୁ କା କରି ଲୋଟାଟିଏ ଧରିଲା। ତରତର ହୋଇ ଚାଲିଗଲା କଜଳମତି ଘରକୁ। ତେବେ ଏହିଠାରେ ଶେଷ ହେଲା ଔପନ୍ୟାସିକ ଗୋପୀନାଥ ମହାନ୍ତିଙ୍କ ଉପନ୍ୟାସ ହରିଜନ। ଆଗାମୀ ଅଧ୍ୟାୟରେ ଆମେ ଏହି ଉପନ୍ୟାସର ଅବଶିଷ୍ଟ ଭାଗଗୁଡ଼ିକୁ ଶୁଣିବା। ରହିଲି, ନମସ୍କାର।